ওম নমঃ শিবায়। শিবপুরাণ বা শৈবপুরাণ দ্বিতীয় খণ্ড। শ্রীকৃষ্ণଙ୍କ ବାଣରେ ବାଣାସୁର ଭୂୟସେନ ଓ ବାଣର ମହାକାଳତ୍ୱଲାଭ ପ୍ରଥମ ଭାଗ। ଶୁଣ ଆହେ ମଣିଗଣ, ହୋଇ ଧୀର ସ୍ଥିର, ଅପୂର୍ବ ଚରିତ ଏହି ଶିବଶାସ୍ତ୍ର ସାର। କର୍ଣ୍ଣରେ ଶୁଣିଲେ ପାପ ହୋଇବ ଦହନ, ଅନ୍ତକାଳେ ଶିବଗଣେ ପାଇବ ସେ ସ୍ଥାନ। ତେଣୁ ସର୍ବେ ଧୀର ଚିତ୍ତେ କରନ୍ତୁ ଶ୍ରବଣ, ଯାହା ଯାହା ଘଟିଲା ସମର ପ୍ରାଙ୍ଗଣ। ଯଶୋବନ୍ତୀ ଭୁବନକୁ ଦାତା ଚଳିଗଲେ, ବାଣର ସହିତ କୃଷ୍ଣ ଘୋର ଯୁଦ୍ଧ କଲେ। ବିନ୍ଧିଲା ଅନେକ ବାଣ କପିବଲି ସୁତ, କିଞ୍ଚିତ ମାତ୍ରକେ ତାହା ସେଦିଲେ ଅଚ୍ୟୁତ। ତାନ ସହି ବାଣାସୁର ଭିଡ଼ି ଧନୁଗଣ, ଜଳଧାରା ସଦୃଶ୍ୟରେ ବରଷିଲା ବାଣ। ସେ ବାଣକୁ ଅଧାଚନ୍ଦ୍ର ସେଦିନ ଇତ୍ୟାଦି, କତୁରୀ ନାରାଚ ସନ୍ଧି ମନ୍ଦିରେ ଓଟାଇ। ସେ ଦିବ୍ୟ ନାରାଚ ଶୂନ୍ୟ ପଥଯାକ ଗୋଟି, ବାଣର ଭୁଜକୁ ତଳେ ପକାଇଲା କାଟି। ନଳକାଣ୍ଡ ଷଣ୍ଢସାରେ ଶ୍ରୀ ଭୁଜଗଣ, ପରନ୍ତେ ବାଜିଲେ ତାହା ଦେଖି ଦୈତ୍ୟ ସୈନ୍ୟ। ସେ କାଳର ଅବଶେଷ ଥିଲା ଚାରି ଭୁଜ, ତଥାପି ସେ ବାଣାସୁର ନ ସାରିଲା ଓଜ। ଦୁଇ ହାତେ ଦୁଇ ଧନୁ ଧରି ଦୁଇ ହାତେ, ସରବିନ୍ଧି ପୂର୍ଣ୍ଣ କଲା ଶ୍ରୀକୃଷ୍ଣଙ୍କ ରଥେ। ସେ ବାଣକୁ ହସି ହସି କୃଷ୍ଣ କାଟୁଛନ୍ତି, ହେମନ୍ତ ସମୟରେ ତହିଁ ମିଳିଲେ ପାର୍ବତୀ। ତାଙ୍କୁ ଦେଖି ନାରାୟଣ ନବର୍ତ୍ତି ସମୟ, ଲଟରେ ଉଠାଇ ନେଲେ ଯୁଦ୍ଧ ପ୍ରାଙ୍ଗଣରୁ। କୃଷ୍ଣଙ୍କ ବାଣରେ ମରି ଥାନ୍ତା ବାଣାସୁର, ପାର୍ବତୀ ଆସନ୍ତେ ବାଣ ରହିଲା ତାହାର। ସନତ ନଗରେ ଯାଇ ପଶିଲେ ଭିତରେ, ତାକୁ ଦେଖି ଭୟ କଲେ ଅସୁର ଅସୁରୀ। ଉଷାବତୀ ଅନ୍ତଃପୁରେ ମିଳି ଚକ୍ରାୟୁଧ, ଦେଖିଲେ ବନ୍ଧନ ହୋଇ ସନ୍ତି ଅନିରୁଦ୍ଧ। କୃଷ୍ଣଙ୍କରେ ଖଣ୍ଡେ ଆଖି ଆଗେ ନାଗ ପାଇସ, ମନରେ ତାହାର ଜାତ ହେଲା ବଡ଼ ତ୍ରାସ। ଭାବିଲା ଆଜି ମୁଁ ନିଶ୍ଚେ ହେବି ପ୍ରାଣନାଶ, ଏହାଙ୍କ ବାହାନ ଅତି ବିନତାର ସୁତ। ସେ ଯେବେ ଆସିବ ଆଉ କିଛି ନ ଭାଲେ, ଦେଖିବା ମାତ୍ରକେ ଆଗ ଦେବ ମତେ ଗିଲି। ଏମନ୍ତ ବିଚାରି ମନେ କରି ନାଗ ଫାସ, ପଲାଇବା ତାର ପରେ ହେଲା ପରବେଶ। ନାଗ ଫାସ ବନ୍ଧନର ଫିଟେ ଅନୁରୁଦ୍ଧ, ଆନନ୍ଦ ହୋଇଲେ ଦେଖି କୃଷ୍ଣ ପାଦ ନମସ୍କାର କରେ ତାଙ୍କୁ ଶିରେ ଜରି ପାଣି।
লজ্জা ভর হয়ে কহে নপারি বাণী আশ্বাসনা করি তাগো ভব চক্র বসাইলে নেই দিব রথরে সৎপর ওষাকো বসাই চিত্র হান্ডলা ভিতরে বাহির বাহারিরে চিত্ররেখা অসিতা সংঘরে ওম নমঃ শিবায়।